କେବେ ଭାବିଛନ୍ତି କି ଏକ ସାର୍ଥକ ଜୀବନର ରହସ୍ୟ ଗୋଟିଏ ସାଧାରଣ ଗଛ ଭିତରେ ଲୁଚି ରହିପାରେ? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପ୍ରାଚୀନ ଜ୍ଞାନ ସାହିତ୍ୟରେ ବାରମ୍ବାର ମଣିଷ ଜୀବନକୁ ଗୋଟିଏ ଗଛ ସହିତ ତୁଳନା କରାଯାଇଛି। ତେବେ ଆଜି ଆମେ ଏହି ପ୍ରାଚୀନ ରୂପକର ଗଭୀରତାକୁ ଯିବା ଏବଂ ଦେଖିବା ଏହା ଆମ ବିଷୟରେ ପ୍ରକୃତରେ କ'ଣ କହୁଛି। ଆମର ଆଜିର ଆଲୋଚନା ଏଇଠୁ ହିଁ ଆରମ୍ଭ ହେଉଛି। ଏହି ପଦଟି ଶୁଣିବାକୁ ବହୁତ ସରଳ ଲାଗିପାରେ, କିନ୍ତୁ ଏହା ଭିତରେ ସ୍ଥିରତା, ଅସ୍ଥିରତା, ଆଶା ଏବଂ ନିରାଶାର ଏକ ପୂରା ଦୁନିଆ ଲୁଚି ରହିଛି। ତେବେ ଏହି ଗୋଟିଏ ଧାଡ଼ି ପଛରେ ପ୍ରକୃତରେ କ'ଣ ଅଛି? ତେବେ ଏଇଟା ହିଁ ଆମର ଆଜିର ମୂଳ ପ୍ରଶ୍ନ। ଗୋଟେ ସାଧାରଣ ଗଛ କେମିତି ଏକ ସଫଳ ଏବଂ ଅର୍ଥପୂର୍ଣ୍ଣ ଜୀବନର ଏତେ ଶକ୍ତିଶାଳୀ ପ୍ରତୀକ ହୋଇପାରିବ? ଆସନ୍ତୁ ଏହି ରହସ୍ୟର ସନ୍ଧାନ କରିବା। ଆମେ ଆମର ଯାତ୍ରା ଗୀତ ସଂଗୀତା 1ରୁ ଆରମ୍ଭ କରୁଛେ, ଯେଉଁଠି ଏହି ରୂପକର ମୂଳଦୁଆ ପଡ଼ିଛି। ଏହି ଚିତ୍ରକୁ ଟିକେ ଭାବି ଦେଖନ୍ତୁ ତ। ଏଠାରେ ଗଛଟା କେବଳ ଗୋଟେ ଉଦ୍ଭିଦ ନୁହେଁ, ଏହା ହେଉଛି ସ୍ଥିରତା, ଉନ୍ନତି ଆଉ ସବୁବେଳେ ସତେଜ ରହିବାର ପ୍ରତୀକ। ଏହା ଏମିତି ଗୋଟେ ଜୀବନ କଥା କହୁଛି ଯାହା କେବଳ ବଞ୍ଚି ରହେନି, ବରଂ ବଢ଼ିଚାଲେ ଆଉ ସମୃଦ୍ଧ ହୁଏ। ହେଲେ ଏ ଗଛ ପାଇଁ ପାଣି କୋଉଠୁ ଆସେ? ଆଉ ସେଇଠି ଆସେ ତୋରାର କଥା। ବର୍ତ୍ତମାନ ତୋରାର ଅର୍ଥ କେବଳ କିଛି କଠୋର ନିୟମ ନୁହେଁ, ଏହାର ପ୍ରକୃତ ଅର୍ଥ ହେଉଛି ଶିକ୍ଷା କିମ୍ବା ମାର୍ଗଦର୍ଶନ। ତେଣୁ ଏହି ଗଛ ପାଇଁ ଈଶ୍ୱରଙ୍କର ଶିକ୍ଷା କୌଣସି ବୋଝ ନୁହେଁ, ବରଂ ଜୀବନ ଦେଉଥିବା ପାଣି ଭଳି। ଏହା କେବଳ ନିୟମ ମାନିବା କଥା ନୁହେଁ, ବରଂ ସେହି ଜ୍ଞାନରେ ଆନନ୍ଦ ପାଇବା କଥା। ଏବେ ଆସନ୍ତୁ ଏହି ଗୀତର ଆଉ ଗୋଟେ ଦିଗ ଦେଖିବା। ଏହା ଦୁଇ ପ୍ରକାରର ଜୀବନଶୈଳୀ ଭିତରେ ଥିବା ଏକ ବଡ଼ ପାର୍ଥକ୍ୟକୁ ଦେଖାଏ। ଏହି ଦୁଇଟି ଚିତ୍ର ଭିତରେ ଥିବା ତଫାତକୁ ଦେଖନ୍ତୁ। ଗୋଟିଏ ପଟେ ଅଛି ଏକ ମଜବୁତ, ସତେଜ ଗଛ, ଆଉ ଅନ୍ୟପଟେ ପବନରେ ଉଡ଼ିଯାଉଥିବା ମୂଲ୍ୟହୀନ ତୁଷ। ଏହା କେବଳ ଦୁଇଟି ଜିନିଷର ତୁଳନା ନୁହେଁ, ବରଂ ଦୁଇ ପ୍ରକାରର ଜୀବନର ଚିତ୍ର। ଗୋଟିଏ ସାର୍ଥକ ଏବଂ ଅନ୍ୟଟି ସମ୍ପୂର୍ଣ୍ଣ ସାରହୀନ। ତ ଗୋଟେ ଧାର୍ମିକ ଲୋକର ଜୀବନ ଏ ଗଛ ଭଳି କେମିତି? ଦେଖନ୍ତୁ, ପ୍ରଥମେ ତ ତାଙ୍କର ମୂଳ ବହୁତ ଗଭୀର, ଯାହା ତାଙ୍କୁ ଯେକୌଣସି ଝଡ଼ରେ ସ୍ଥିର ରଖେ। ସେମାନେ ଜ୍ଞାନର ନିରନ୍ତର ଧାରାରୁ ପୋଷଣ ପାଆନ୍ତି, ଆଉ ଫଳରେ ସେମାନଙ୍କ କାମ ଫଳପ୍ରଦ ହୁଏ ଏବଂ ତାଙ୍କ ପ୍ରଭାବ ବହୁତ ଦିନ ପର୍ଯ୍ୟନ୍ତ ରହେ। ଆଉ ଠିକ୍ ଏହାର ଓଲଟା ଦୁଷ୍ଟ ଲୋକମାନଙ୍କୁ ଦେଖନ୍ତୁ। ସେମାନଙ୍କର କୌଣସି ମୂଳ ନାହିଁ, କୌଣସି ଆଧାର ନାହିଁ। ସେମାନେ ତୁଷ ଭଳି ହାଲୁକା, ବେକାର ଆଉ ପରିସ୍ଥିତିର ପବନରେ ଏପଟ ସେପଟ ଉଡ଼ିଯାଆନ୍ତି। ସେମାନଙ୍କ ଜୀବନରେ କୌଣସି ସ୍ଥାୟିତ୍ୱ ନଥାଏ। ଏପର୍ଯ୍ୟନ୍ତ ତ କାହାଣୀଟା ବହୁତ ସିଧାସାଧା ଲାଗୁଥିଲା, ନୁହେଁ କି? ଭଲ ଲୋକ ଗଛ ପରି, ଖରାପ ଲୋକ ତୁଷ ପରି। ହେଲେ କାହାଣୀରେ ଏବେ ଗୋଟେ ନୂଆ ମୋଡ଼ ଆସିବାକୁ ଯାଉଛି, ଯାହା ଏହି ପୂରା ଚିତ୍ରକୁ ଆହୁରି ଜଟିଳ କରିଦେବ। ମାନେ ଧାର୍ମିକ ଲୋକ ଗଛ ଆଉ ଦୁଷ୍ଟ ଲୋକ ତୁଷ। କେତେ ସହଜ! କିନ୍ତୁ କ'ଣ ସତରେ ଏତେ ସହଜ? ବାସ୍ତବ ଜୀବନରେ କ'ଣ ଦୁଷ୍ଟ ଲୋକମାନେ ସବୁବେଳେ ଦୁର୍ବଳ ଦେଖାଯାଆନ୍ତି? ଆଶ୍ଚର୍ଯ୍ୟର କଥା, ପ୍ରାଚୀନ ଜ୍ଞାନ ସାହିତ୍ୟ ନିଜେ ଏହାର ଉତ୍ତର ନାଁରେ ଦିଏ। ଆଉ ଏଇଠି ଦେଖନ୍ତୁ କେମିତି କଥା ବଦଳି ଯାଉଛି। ଗୀତ ସଂଗୀତା 37ରେ ସେହି ଗଛର ରୂପକ ଜଣେ ଦୁଷ୍ଟ ଲୋକ ପାଇଁ ବ୍ୟବହାର କରାଯାଉଛି, ଯିଏ ଗୋଟେ ସବୁଜ ଆଉ ମଜବୁତ ଗଛ ପରି ଦେଖାଯାଉଛି। ଏହା କେମିତି ସମ୍ଭବ? ଏହା ତ ଆମେ ଆଗରୁ ଦେଖିଥିବା ଚିତ୍ରର ପୂରାପୂରି ଓଲଟା। ହେଲେ ଠିକ୍ ୟାର ପରପଦରେ ହିଁ ପୂରା ଚିତ୍ର ବଦଳି ଯାଉଛି। ସେହି ଶକ୍ତିଶାଳୀ ଦେଖାଯାଉଥିବା ଲୋକଟି ହଠାତ୍ ଗାୟବ ହୋଇଯାଏ। ତାର ସେହି ସମୃଦ୍ଧି କେବଳ ଗୋଟେ ଭ୍ରମ ଥିଲା, ଯାହା କିଛି ସମୟ ପରେ ମିଳିଯାଇଗଲା। ତେବେ ଦୁଇଟା ଗଛ ଭିତରେ ଫରକ କ'ଣ? ସବୁଠୁ ବଡ଼ ଫରକ ହେଉଛି ସେହି ପାଣିର ଉତ୍ସ। ଦୁଷ୍ଟ ଲୋକର ଗଛ ବାହାରୁ ସବୁଜ ଦେଖାଯାଇପାରେ, କିନ୍ତୁ ତାର କୌଣସି ସ୍ଥାୟୀ ଜଳ ଉତ୍ସ ନାହିଁ, କାରଣ ତାର ପୋଷଣ ଈଶ୍ୱରଙ୍କ ଶିକ୍ଷାରୁ ଆସୁନି। ସେଥିପାଇଁ ତାର ସମୃଦ୍ଧି କେବଳ ଗୋଟେ ବାହ୍ୟ ପ୍ରଦର୍ଶନ, ଏକ ମୁଖା ଯାହା ବେଶୀଦିନ ତିଷ୍ଠେ ନାହିଁ। ଆଚ୍ଛା, ଏବେ ଆସନ୍ତୁ ଏହି ରୂପକର ସବୁଠୁ ଗଭୀର ଆଉ ଆଶ୍ଚର୍ଯ୍ୟ କଲାଭଳି ସ୍ତରକୁ ଯିବା, ଯାହା ଆୟୁବ ପୁସ୍ତକରୁ ଆସିଛି। ଏଠାରେ କାହାଣୀ ପୂରାପରି ଓଲଟିଯିବ। ଏଠି କିନ୍ତୁ କଥା ପୂରା ଓଲଟା। ଏଥର ଗଛ ଆମ ପାଇଁ କୌଣସି ଆଦର୍ଶ ନୁହେଁ, ବରଂ ଏହା ଆମର ଦୁର୍ବଳତାର ଏକ ନୀରବ ସାକ୍ଷୀ। ଏହା ପ୍ରକୃତିର ପୁନର୍ଜୀବନ ପାଇବାର କ୍ଷମତା ଏବଂ ମଣିଷ ଜୀବନର ସୀମିତତା ଭିତରେ ଏକ ଗଭୀର ପାର୍ଥକ୍ୟ ଦେଖାଏ। ଟିକେ ଭାବନ୍ତୁ ତ, ଗୋଟେ ଗଛକୁ କାଟି ଦିଆଗଲା, ତାର ଗଣ୍ଡି ମାଟିରେ ପଡ଼ି ରହିଲା, କିନ୍ତୁ ଖାଲି ଟିକେ ପାଣିର ବାସ୍ନା ପାଇଲେ ସେ ପୁଣି ଜୀଇଁ ଉଠେ। ଏକ ନୂଆ ଚାରା ଭଳି ସେଥିରୁ ନୂଆ ଡାଳ ବାହାରେ। ଏହା ହେଉଛି ପ୍ରକୃତିର ଅଦମ୍ୟ ଆଶା। ହେଲେ ମଣିଷର କ'ଣ ହୁଏ? ଗଛର ପୁନର୍ଜୀବନର ଆଶା ସାମ୍ନାରେ ମଣିଷର ମୃତ୍ୟୁର କଠୋର ବାସ୍ତବତାକୁ ରଖାଯାଇଛି। ମଣିଷ ଥରେ ଗଲେ ଆଉ ଫେରେ ନା, ସେ କେଉଁଠି ମିଳେ ନାହିଁ। ବୁଝିଲେ ତ? ଏହି ଶେଷ ପର୍ଯ୍ୟାୟରେ ରୂପକଟା ପୂରାପୂରି ବଦଳି ଯାଇଛି।
ଗଛର ସେହି ବାରମ୍ବାର ଜୀବନ ପାଇବାର କ୍ଷମତା ଆମର ମରଣଶୀଳତାର ଦର୍ପଣ ପାଲଟିଯାଏ। ଏହା ଆମକୁ ସବୁଠାରୁ ଗଭୀର ପ୍ରଶ୍ନ ପଚାରିବାକୁ ବାଧ୍ୟ କରେ। ଏହି କ୍ଷଣସ୍ଥାୟୀ ଜୀବନରେ ଆଶାର ଅର୍ଥ କ'ଣ? ତ ଏତେ ହଜାର ବର୍ଷ ପରେ ବି ଏହି ଗୋଟିଏ ରୂପକ ଆଜି ବି ଏତେ ଶକ୍ତିଶାଳୀ କେମିତି? ଆସନ୍ତୁ ଏହାର କାରଣ ସଂକ୍ଷେପରେ ଦେଖିବା। ଦେଖନ୍ତୁ, ଏଇ ଗୋଟିଏ ଚିତ୍ର କେତେ କଥା କହୁଛି। ଏହାକୁ ଗୋଟେ ଭଲ ଜୀବନର ଆଦର୍ଶ ଭାବେ ବ୍ୟବହାର କରାଯାଇପାରେ, ପୁଣି ମିଛ ସମୃଦ୍ଧି ବିରୁଦ୍ଧରେ ଚେତାବନୀ ଦେବା ପାଇଁ ବି ବ୍ୟବହାର କରାଯାଇପାରେ। ଏପରିକି ଆମ ନିଜ ଜୀବନର ସୀମା ବିଷୟରେ ଗଭୀର ଚିନ୍ତା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରେ। ଏହି ନମନୀୟତା ହିଁ ଏହି ପ୍ରାଚୀନ ପ୍ରତୀକକୁ ଆଜି ବି ଏତେ ଶକ୍ତିଶାଳୀ କରି ରଖିଛି। ଆଉ ଶେଷରେ ଏହି ପ୍ରଶ୍ନଟା ଆମ ସମସ୍ତଙ୍କ ପାଇଁ, ଯଦି ଆମ ଜୀବନ ଗୋଟେ ଗଛ, ତେବେ ତାର ପାଣି କ'ଣ? ଆମେ କେଉଁଠୁ ପୋଷଣ ପାଉଛେ? ଆଉ ଆମ ଜୀବନର ଗଛ କି ପ୍ରକାର ଫଳ ଦେଉଛି? ଏହି ପ୍ରାଚୀନ ରୂପକ ଆଜି ମଧ୍ୟ ଆମକୁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଗୁଡ଼ିକ ବିଷୟରେ ଚିନ୍ତା କରିବାକୁ ଆହ୍ୱାନ କରୁଛି। ଧନ୍ୟବାଦ।